অবহেলিত ভাবে চালিছি অঙ্গনওয়াড়ি কেন্দ্র। রাজ্য সরকার গ্রামাঞ্চলর উন্নতি होउथिबा কথা কହୁଛନ୍ତି। বাস্তବରେ ଗ୍ରାମାଞ୍ଚଳର ବିକାଶ ପୂର୍ବ ଭଳି ସ୍ଥିର ଅଛି। ରାଜ୍ୟ ସରକାର ଶିଶୁମାନଙ୍କର ଶିକ୍ଷା, ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ନିମନ୍ତେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛନ୍ତି, କିନ୍ତୁ 10-12 ବର୍ଷ ହେଲା ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନଥିବା ଯୋଗୁଁ ଶିଶୁମାନଙ୍କର ବିକାଶ କିପରି ହେଉଥିବ ଓ କିପରି ଭାବେ ଶିଶୁମାନେ ଶିକ୍ଷା ଲାଭ କରୁଥିବେ ଓ କେଉଁଠି ପଢ଼ୁଥିବେ, ତାଙ୍କର ଭବିଷ୍ୟତ କ'ଣ, ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖଡ଼ିକାରପଡ଼ା ଗ୍ରାମରେ। ଅଙ୍ଗନୱାଡ଼ି ଭାବେ କାର୍ଯ୍ୟରତ ଅଛନ୍ତି ମଞ୍ଜରୀ ନିଆଲ ଓ ରୋଷେୟା ଭାବେ କାମ କରୁଛନ୍ତି ସୁମିତ୍ରା ବାଗ। ଅଙ୍ଗନୱାଡ଼ି ଦିଦିଙ୍କ ନିଜସ୍ୱ ଘରରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର, ଯେଉଁଠି ବସିବା, ଖାଇବା, ଶୌଚାଳୟ, ପଢ଼ିବା ପାଇଁ ମଧ୍ୟ ସୁବିଧା ନାହିଁ। ଏଭଳି ପରିସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କର ପ୍ରାଥମିକ ଶିକ୍ଷା ଦେବା ସମ୍ଭବ ନୁହେଁ। ସେମାନେ ଖାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଉପସ୍ଥିତ ହେଲେ ଚଳିବ ନାହିଁ, ସେଥିପାଇଁ ତାଙ୍କୁ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଛି, ଯେଉଁଠି ଅଙ୍ଗନୱାଡ଼ି କେନ୍ଦ୍ରର ସମସ୍ତ ସୁବିଧା ମିଳିପାରୁଥିବ। ତେବେ ଗ୍ରାମବାସୀଙ୍କ ସୂଚନା ଅନୁସାରେ କେତେଦିନ ପର୍ଯ୍ୟନ୍ତ ଏହି ଅବହେଳିତ ଅବସ୍ଥାରେ ଶିଶୁମାନେ ରହିବେ ଓ ତାଙ୍କର ଉନ୍ନତି ଓ ବିକାଶ କେବେ ହେବ, ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାର ଉନ୍ନତିର ଗାଥା ବାଣ୍ଟୁଥିବା ବେଳେ ସାଧାରଣତଃ ଗ୍ରାମଗୁଡ଼ିକର ଅଙ୍ଗନୱାଡ଼ି କେନ୍ଦ୍ର ତିଆରି ନ ହେବା ପରିତାପର ବିଷୟ ଅଟେ। ଗ୍ରାମାଞ୍ଚଳରେ ଯଦି ଏହି ଅବସ୍ଥା, ତେବେ ଉନ୍ନତି ଓ ବିକାଶ ଆହୁରି ଅନେକ ବର୍ଷ ଲାଗିପାରେ। ତେଣୁକରି ଭିତ୍ତିଭୂମିର ବିକାଶ ପାଇଁ ନିଜସ୍ୱ ଗୃହ, କର୍ମଚାରୀ, ଆବଶ୍ୟକ ଜିନିଷ ଯୋଗାଇ ଦେବା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ହାତରେ ରହିଛି। ଏହା ଯଦି ବାଟବଣା ହୁଏ, ତେବେ ବିକାଶ ପଛକୁ ଗତି କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।